ଜୟ ଜଗନ୍ନାଥ ସାୟନା ଓଡ଼ିଆ ଟେକ୍କୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ଆମେ ନଜର ପକାଇବା ଯେ ପିଏମ୍ କିଷାନରେ ବର୍ତ୍ତମାନ ଆସିଛି ନୂଆ ଅପଡ଼େଟ୍। ଏଥିରେ ସମସ୍ତ ପିଏମ୍ କିଷାନ ହିତାଧିକାରୀ ବର୍ଦ୍ଧିତ ଭାବରେ ଏଥିରେ ସହାୟତା ରାଶି ପାଇବେ। ତ ଆପଣମାନେ 16ତମ କିସ୍ତି କେବେ ପାଇବେ, ତା ସହିତ ଆପଣମାନେ କେତେ ଟଙ୍କା ପାଇବେ। ବର୍ତ୍ତମାନ ପିଏମ୍ କିଷାନ ହିତାଧିକାରୀମାନଙ୍କ ପାଇଁ ବହୁତ ବଡ଼ ଖବର। ତେଣୁ ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ତ ଜାଣିପାରିବେ ଯେ ପିଏମ୍ ସମ୍ମାନ ନିଧିରେ ଆପଣମାନେ କେତେ ଟଙ୍କା ପାଇବେ, କେବେ ପାଇବେ ଏବଂ କେତେ ଟଙ୍କା ବର୍ଦ୍ଧିତ ଭାବରେ ପାଇବେ। ଚାଲନ୍ତୁ ଆମେ ଡିସ୍କସ୍ କରିବା। ଆପଣମାନେ ନିଜ ମୋବାଇଲ ଫୋନ୍ ବି ପିଏମ୍ କିଷାନ ସମ୍ମାନ ନିଧିରେ କେତେ ଟଙ୍କା ପାଇବେ ଆପଣମାନେ ଜାଣିପାରିବେ। ତ ଆପଣମାନେ ସର୍ଚ୍ଚ କରିବେ ଏଠି ପିଏମ୍ କିଷାନ। ଦେଖ ଏହିପରି ଗୋଟେ ଇଣ୍ଟରଫେସ୍ ଆସିବ। ତାପରେ ଆପଣମାନେ କ'ଣ କରିବେ ନା, ପ୍ରଥମ ଯେଉଁ ଅପସନ୍ଟି ରହିଛି ଏଠି ପିଏମ୍ କିଷାନ, ଏଠି କ୍ଲିକ୍ କରିବେ। କ୍ଲିକ୍ କଲା ଦେଖିବେ ଆପଣ ସିଧାସଳଖ ପିଏମ୍ କିଷାନର ସାଇଟ୍ ଯିବେ। ତାପରେ ଆପଣମାନେ ଦେଖିବେ ଯେ ବର୍ତ୍ତମାନ ଦେଖ ଏହିପରି ଗୋଟେ ସାଇଟ୍ ଆସିଲା। ତ ଆପଣମାନେ ଏଠି କ'ଣ କରିବେ ନା, ଏଠି କ୍ଲିକ୍ କରିବେ। ତାପରେ ଦେଖନ୍ତୁ ଏଠି ଲାଟେଷ୍ଟ ଅପଡ଼େଟ୍ ରହିଛି ଯେ ଆପଣମାନେ ପିଏମ୍ କିଷାନର 16ତମ କିସ୍ତି 28 ଫେବୃଆରୀ ଦିନ ପାଇବେ। ତେଣୁ ଆସନ୍ତା ବୁଧବାର ଦିନ ଆପଣମାନେ 28ତମ ବା 28 ଫେବୃଆରୀରେ ଆପଣ 16ତମ କିସ୍ତି ପାଇବେ। ଏ ଥିଲା ଲାଟେଷ୍ଟ ଅପଡ଼େଟ୍। ତାପରେ ଦେଖନ୍ତୁ ଆପଣମାନେ କେତେ ଟଙ୍କା ପାଇବେ। ଯଦି ଆପଣ ନଜର ପକାଇବେ ଯେ ଇଣ୍ଟରିମ୍ ବଜେଟ୍ରେ ପିଏମ୍ କୃଷି ଏବଂ କୃଷକ କଲ୍ୟାଣ ଉନ୍ନତି ପାଇଁ କେନ୍ଦ୍ର ସରକାର 1,27,469 କୋଟି ଟଙ୍କା ଏଠି ଘୋଷଣା କରିଥିଲେ। ତା ସହିତ କେବଳ ପିଏମ୍ କିଷାନ ପାଇଁ ଏଠି 60,000 କରୋଡ଼ ଟଙ୍କା ଏଠି ଘୋଷଣା କରିଥିଲେ। ତେଣୁ ଆପଣ ମଧ୍ୟ ଏହିପରି ନଜର ପକାଇବେ। ଏବଂ ମଧ୍ୟପ୍ରଦେଶର ମଧ୍ୟ ଆପଣମାନେ ଦେଖିବେ ମନ୍ତ୍ରୀ ମଧ୍ୟ ଟ୍ୱିଟ୍ କରିଥିଲେ ଯେ ପିଏମ୍ କିଷାନ ସମ୍ମାନ ନିଧିରେ ବର୍ତ୍ତମାନ କିଷାନମାନଙ୍କୁ ବର୍ଦ୍ଧିତ ଭାବରେ ସହାୟତା ରାଶି ପାଇବେ। ଏବେ ଆପଣ ନଜର ପକାଇବେ ବର୍ତ୍ତମାନ କିଷାନ ସମ୍ମାନ ନିଧିରେ 6,000 ଟଙ୍କା ମିଳୁଛି। ତେଣୁ ଏହାକୁ ବୃଦ୍ଧି କରାଯାଇ ବର୍ତ୍ତମାନ 9,000 ଟଙ୍କା ମିଳିବ। ତେଣୁ ବର୍ତ୍ତମାନ ଆପଣ ଦେଖିବେ 16ତମ କିସ୍ତିରେ ଆପଣମାନଙ୍କ ପାଇଁ 3,000 ଟଙ୍କା ମିଳିବ। ଏ ଥିଲା ଲାଟେଷ୍ଟ ଅପଡ଼େଟ୍। ତେଣୁ ଆପଣମାନେ 28 ଫେବୃଆରୀରେ 16ତମ କିସ୍ତି ଆପଣମାନେ ପାଇବେ।